ଛଅ ରଥରେ ହେଉଥିଲା ରଥଯାତ୍ରା। ବଡ଼ଦାଣ୍ଡରେ ବହୁଥିଲା ବିରାଟ ବଡ଼ ନଦୀ। ଡଙ୍ଗାରେ ବସି ଜନ୍ମବେଦୀକୁ ଯାଉଥିଲେ ଶ୍ରୀଜୀଉ। ନବଦିନାତ୍ମକ ଯାତ୍ରାରେ ଗୋଟିଏ ଦିନ ଗୁଣ୍ଡିଚା ମନ୍ଦିରରେ ରହୁଥିଲେ ମହାପ୍ରଭୁ। ଇତିହାସରେ ଏଇମିତି ହେଉଥିଲା ରଥଯାତ୍ରା। ବଡ଼ଦାଣ୍ଡରେ ଘୋର ଘର୍ଘର ନାଦରେ ରଥର ଗତି, ଶରଧାବାଲିରେ ରଥମାନଙ୍କ ଗ୍ରହଣୀ, ରଥରୁ ଗୁଣ୍ଡିଚା ମନ୍ଦିରକୁ ଚତୁର୍ଥାମୂର୍ତ୍ତିଙ୍କର ଗୋଟି ପହଣ୍ଡି, ବାହୁଡ଼ା ଯାତ୍ରା ଅବସରରେ ଗୁଣ୍ଡିଚା ମନ୍ଦିରରୁ ତିନି ରଥ ଧାଡ଼ି ପହଣ୍ଡିରେ ଆସିବାର ଦୃଶ୍ୟ ଭାଗ୍ୟରେ ଦେଖିବାକୁ ମିଳେ। ଦର୍ଶକ ବନ୍ଧୁ, ଆପଣମାନେ ବଡ଼ଦାଣ୍ଡରେ ସୁରୁଖୁରୁରେ ଯେଉଁଭଳି ରଥ ଟାଣି ନେଉଛନ୍ତି, ଆଗରୁ ସେମିତି ସୁବିଧା ନଥିଲା। ତିନୋଟି ରଥ ମଧ୍ୟ ନଥିଲା। ବରଂ ଆଗରୁ ରଥଯାତ୍ରା ଦେଖିବାକୁ ମିଳୁଥିଲା 6ଟି ରଥ। ବଡ଼ଦାଣ୍ଡରେ ବହୁଥିଲା ବିରାଟ ବଡ଼ ମାଳିନୀ ନଦୀ। ଡଙ୍ଗାରେ ବସି ଜନ୍ମବେଦୀକୁ ଯାତ୍ରା କରୁଥିଲେ ଶ୍ରୀଜୀଉ। ରଥଯାତ୍ରାକୁ ନେଇ ଇତିହାସ ପୃଷ୍ଠାରୁ କିଛି ଅଜଣା କଥା ଆଜି ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ଶରଧାବାଲିରେ ଅଣୁ ପରମାଣୁରେ ରହିଛି ମହାପ୍ରଭୁଙ୍କ ପାଦଚିହ୍ନ। ଶ୍ରୀଅଙ୍କରୁ ଝରି ପଡ଼ୁଥିବା ବାସଚନ୍ଦନ, ଏହାର ବାୟୁମଣ୍ଡଳ ମଧ୍ୟ ଚନ୍ଦନର ସୁବାସ ଓ କସ୍ତୁରୀର ମହମହ ବାସ୍ନାରେ ମହର୍କିତ। ସେଥିପାଇଁ ଶରଧାବାଲିରେ ପାଦ ଦେଉ ଦେଉ ଭକ୍ତ ମନ ହୋଇଉଠେ ଚଞ୍ଚଳ। ଶରଧାବାଲି, ଯେଉଁ ବାଲି ସଂସ୍ପର୍ଶରେ ଆସିବା ମାତ୍ରେ ଶରୀରରେ ଖେଳିଯାଏ ଶିହରଣ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆବିର୍ଭାବ ସମୟରୁ ଶରଧାବାଲି ଏକ ପୂର୍ଣ୍ଣ ତୀର୍ଥ ଭାବରେ ପରିଚିତ। ଶ୍ରୀକ୍ଷେତ୍ରକୁ ଯିବା ବାଟରେ ପ୍ରଥମେ ବାଟମଙ୍ଗଳାଙ୍କ ପାଖରେ ମୁଣ୍ଡ ନଇଁ ମାଙ୍କ କୃପା ଲାଭ କରିଥାଏ ଭକ୍ତଟିଏ। ଏହାପରେ 18 ନଳା ଅତିକ୍ରମ ପରେ ଶେଷରେ ପାଦ ଦିଏ ଶରଧାବାଲିରେ। ଏବେ ଏହି ଶରଧାବାଲିର ଅବସ୍ଥିତି ସଂକୁଚିତ ହୋଇଥିଲେ ହେଁ ଆଗରୁ ଏହା ବଡ଼ଦାଣ୍ଡ ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଲମ୍ବିଥିଲା। ବଡ଼ଦାଣ୍ଡ ମଝିରେ ବଳକଣ୍ଟି ନିକଟରେ ମାଳିନୀ ନାମରେ ଏକ ନଦୀ ପ୍ରବାହିତ ହେଉଥିଲା। ଏହି ନଦୀର ତଟଦେଶ ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବିସ୍ତୃତ ବାଲୁକା ରାଶିମାନ ହେଉଛି ଶରଧାବାଲି। ଏହି ନଦୀର ଅବସ୍ଥିତି ବଡ଼ଦାଣ୍ଡକୁ ଦୁଇ ଭାଗରେ ବିଭକ୍ତ କରୁଥିଲା। ସେଥିପାଇଁ ଘୋଷଯାତ୍ରା ପାଇଁ 6 ଗୋଟି ରଥ ନିର୍ମାଣ କରାଯାଇଥିଲା। 3 ଗୋଟି ରଥରେ ଶ୍ରୀଜୀଉମାନେ ସିଂହଦ୍ୱାରରୁ ବଳକଣ୍ଟି ପର୍ଯ୍ୟନ୍ତ ଯାଉଥିଲେ। ବର୍ଷା ଜଳରେ ମାଳିନୀ ନଦୀ ଜଳପୂର୍ଣ୍ଣ ଥିବାରୁ ନୌକାରେ ବସି ନଦୀ ପାର ହୋଇ ଚତୁର୍ଦ୍ଧାମୂର୍ତ୍ତି ନଦୀର ଅପର ପାର୍ଶ୍ୱକୁ ଅନ୍ୟ 3ଟି ରଥରେ ଯାଉଥିଲେ। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଠାରୁ ବଳକଣ୍ଟି ପର୍ଯ୍ୟନ୍ତ ଯାଉଥିବା ରଥ 16 ଚକିଆ, 14 ଚକିଆ ଓ 12 ଚକିଆ ରଥ ଉପରେ ସୁନାର 3 ବେଣ୍ଟିଆ ଧ୍ୱଜ କଳସ ଲାଗୁଥିଲା। ଅନ୍ୟ ଗୋଟିଏ ଛୋଟ ରଥରେ ବଜରନ୍ତୀ, ରଥ ଘଣ୍ଟୁଆ, ବାଦ୍ୟକାରମାନେ ଯାଉଥିଲେ। ଆଗେ ଆଗେ ପଛରେ 3 ରଥକୁ ଟାଣୁଥିଲେ ଏହି ଭକ୍ତମାନେ। ରଥରେ ଚାଉଳ, ନଡ଼ିଆ ଖଣ୍ଡ ପଡ଼ି ଭୋଗ ଲାଗୁଥିଲା। ତାହା ଅଳ୍ପ ସଂଖ୍ୟକ ସମବେତ ଭକ୍ତଗଣଙ୍କୁ ବଣ୍ଟନ କରାଯାଉଥିଲା। ବଳଗଣ୍ଠିଠାରେ ରଥ ପହଞ୍ଚିଲେ ଦୋଳ ଚାପରେ ନଈ ପାରି ହୋଇ ଆରପଟକୁ ଠାକୁରମାନେ ବିଜେ କରି 4 ଚକିଆ ଶଗଡ଼ି ରଥରେ ବସି ଗୁଣ୍ଡିଚା ମନ୍ଦିର ବେଢ଼ାକୁ ଯାଆନ୍ତି। ଠିକ୍ ସେହିପରି ବାହୁଡ଼ା ଯାତ୍ରା ସମୟରେ ଶ୍ରୀଜୀଉମାନେ 3 ରଥରେ ଗୁଣ୍ଡିଚା ମନ୍ଦିରରୁ ଆସୁଥିଲେ। ମାଳିନୀ ନଦୀ ପର୍ଯ୍ୟନ୍ତ, ତାପରେ ନୌକାରେ ପାରି ହୋଇ ଅପର ପାର୍ଶ୍ୱକୁ ଦକ୍ଷିଣ ମୋଡ଼ ହୋଇ ପ୍ରସ୍ତୁତ ଥିବା 3 ରଥକୁ ପିଛେ କରି ନୀଳାନ୍ଦ୍ରି ବିଜେ କରୁଥିଲେ। ଏହି ଯିବା ଆସିବା ସମୟରେ ଏତେ ସମୟ ଲାଗୁଥିଲା ଯେ ନବଦିନାତ୍ମକ ଯାତ୍ରାରେ ମାତ୍ର ଗୋଟିଏ ଦିନ ରହି ବାହୁଡ଼ୁଥିଲେ ମହାପ୍ରଭୁ। ତେବେ ସୁସୁବିଧା ସେତେବେଳେ ସମୟରେ ଏକ ବଡ଼ ସମସ୍ୟା ହୋଇ ଉପୁଜିଥିଲା। ଏହାକୁ ଦୃଷ୍ଟିରେ ରଖି ରାଜା ନରସିଂହ ଦେବଙ୍କର ପତ୍ନୀ ଶ୍ରଦ୍ଧା ଦେବୀ ମହାପ୍ରଭୁଙ୍କର ଘୋଷଯାତ୍ରା ସମୟରେ ରାଜାଙ୍କୁ ଅନୁରୋଧ ପୂର୍ବକ ମାଳିନୀ ନଦୀ ଶଯ୍ୟାକୁ ବାଲି ଦ୍ୱାରା ପୋତି ଦେଇଥିଲେ। ଲାଳୁଙ୍ଗା ନରସିଂହ ଦେବଙ୍କ ପରବର୍ତ୍ତୀ ରାଜା ଭାନୁଦେବଙ୍କ ସମୟରେ 6 ରଥ ପରିବର୍ତ୍ତେ 3 ରଥ ହେବାର ବ୍ୟବସ୍ଥା ହୋଇଥିଲା, ଏହା ଉଲ୍ଲେଖ ଅଛି। ସେବେଠୁ ମାଳିନୀ ନଦୀର ସ୍ଥିତି ବିଲୁପ୍ତ ହୋଇଥିଲା। ସେଇଠୁ ଖୁବ୍ ସୁରୁଖୁରୁରେ ହେଲା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମାଳିନୀ ବା ଶରଧା ନଦୀ ପୋତା ହେଲା ପରେ ଏହା ହୋଇଗଲା। ତାହା ବଡ଼ଦାଣ୍ଡ ନାମରେ ନାମିତ ହେଲା। ଯେଉଁ ବଡ଼ଦାଣ୍ଡ ଧୂଳି ଆମ ପାଇଁ ଆଶୀର୍ବାଦ, ଯେଉଁ ବଡ଼ଦାଣ୍ଡରେ ପାଦ ଦେଇଦେଲେ ଲାଗେ ଯେମିତି କାଳିଆ ଆମକୁ କୋଳେଇ ନେଉଛି, ସେ ଆଜି ଏବେ ଜଗନ୍ନାଥର ବଡ଼ଦାଣ୍ଡ ଓ ଶ୍ରୀକ୍ଷେତ୍ର। ତେଣୁ ରହିଲି, ଜୟ ଜଗନ୍ନାଥ।